दीर्घ 8 वर्ष पर ओडिशा माटे पाद देली हेले ओडिशा कहीं मत बदलिला भाई लागुनि हुड़ु हुड़ु बातेर उपुड़ी पड़ता गछ गुड़ाक पुणी उठिलानी पेंगुइनटा जो हिमालय बुलाला समस्त भूलीगले माकड़ छुआ को माँ मिलगलानी हेले मत ना मिलूची चाकरी ना मिलूची ठिकिरी किसी असुविधा नहीं आम जो कम ये आसमें आग तापर फोकस करवा शोना ये तो से जगह ठिकाना जहाँ लिखाई अबिकल से जगह घर आगे कौन गछ दुईटा अच्छी गछी पईटे पड़ी रशियान टेप भी अच्छी सर घर मालिक गला कौन अंकल 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 हाँ बाबा कौन कहला टोकाटार बयस 18-20 अरे वाह देखा हैंडसम अच्छी ठीक अच्छे बा तुम शीघ्र आसब गोटे बाकाटे ब्लाक पे कोठी सोई पड़बनी और रही बापा रही बापा कौन कहले मु जाइके टिके देखे siga moviendo la manta, 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 moviendo la manta. बापा कौन कहले टोकाटार बयस 18-20 मोर गोटे तमर जोड़ी देखियो हैंडसम अच्छी लेकिन ता स्टाइल केमिति ता स्माइल केमिति स्टाइल पर अनुभव मानते और स्माइल पर बुधादित्य और फाइट होती पूरा सिद्धांत महापात्र गोरा गाल देखी नजर जाए राखी बड़ सुंदर तो दुई आखी नजर जाए लाखी गोरा गोरा गाल देखी नजर जाए मत ठीक डाक दियो डाकी किए ए घर मालिक किए तामनी संगीत मास्टर तुम्हें संगीत मास्टर आ कौन मो बांग्लादेशी हैं साला ऐसा यार घर तुम घर पईची আমি তোমার এখানে নমস্কার করলাম আমি তো নমস্কার নেইলো তুমি কি তুমি এটি কোথায় যে মোপা হচ্ছে সি মানে তুমি কোন সে গোবর্ধন অঙ্কলঙ্ক ঝিয়া साला पूरा भलो माल खंड रखिथिबे हैं साला ये जीवन न तो ये सूर्य चंद्र अधे किले कोने देख रे घियो घियो बढ़िया बढ़िया अच्छा बापा घरे नाहांती ना मार्केट जाइछे भलो बापा घरे नाही एकुटे थिबो खाली लाइट गुडा ऑफ करल काम सरता नहीं मैंने मो कहया कथा फेरबार किछ संभावना अछि मात्र हे जियो आधा घंटा काम सरजियो बेसी अति हेले 19 मिनिट 34 सेकेंड लागे नहीं मैंने मु कोन बुझली कि तम बापा को मैं ठक के रे ए सारे ओ তুমি কোন জানি না অপেক্ষা পড়ো কেতে মিঠা তুমি এই দেখিও মু এই গালি এই গালি टोकीटा कौन चालिक देख ता हाई हिल के देख ता अंटा को देख तार जेगा अजागा को देख ये कौन कहला मिठा फल दो कहूँ तो मुझे आज मिठा फल खाइबी भूत कर्म पारी हेबी तीर आज मिठा फल तार मिठा पानी माने
ପିଇଦିଅ। ସର୍ବତ ନା ବହୁତ ସୁନ୍ଦର ପର୍ବତ ନାଇଁ ମାନେ ଭଲ ଥିଲା, ମିଠା ଥିଲା, ଭଲ ଥିଲା। ଆଚ୍ଛା ତମେ ଏଇଟା ଘରେ ତିଆରି କରୁଥିଲ ନା ବାହାରୁ ମଗେଇଥିଲ? ମୁଁ କାଇଁ ବାହାରୁ ମଗେଇବି ବା? ମୁଁ କାଇଁ ବାହାରୁ ମଗେଇବି? ମୁଁ ମୋ ନିଜ ହାତରେ ତିଆରି କରୁଛି। ଅଛି ଅଛି ତମ ହାତରେ ଯାଦୁ କାଚୁ କୁଣ୍ଡିଆ ସବୁ କିଛି ନାହିଁ, ତମ ହାତରେ ଗୋଟେ ଇନଷ୍ଟ୍ରୁମେଣ୍ଟ ସିଷ୍ଟମ ଅଛି। ଇଏ ସେ ଆମର ସିଆଡ ଭାଷା ଜାମ୍ବିଆ ଭାଷା। ଆଚ୍ଛା ମୁଁ କଣ କହୁଥିଲି କି ଏଠିକି ତ ମତେ ଡକା ହେଇଛି, ମୋଠୁ କଳା କିଏ ନବ? ତମେ ନବ ନା ତମ ବୋପା? ମୋ ବାପା ନେଇପାରିବନି, ମୋ ବାପାର ଏଡିଟେ କଣ୍ଠ କଣ୍ଠ ଯଦି ଗାଇବେ ବିଲ ଭଳି ଶୁଭାଯିବ। ଆମ ଗାଁନି ସାରେ ବଡ ଭଲ ତମେ ମତେ କଳା ଦିଅ, ମୁଁ ତାର ନାଁ ରଖିବି। ସାର ମନ ଇଚ୍ଛା ମତେ କଳା ଦିଅ, ସେ କଳା ଦରକାର ମତେ। ତମେ କଳା ନବ? ହଁ ତମେ କଳା ନବ? ମୁଁ ନେବି, ମୁଁ ଆଉ କିଏ ଅଛି? ତମେ ଛେଚା ସମୟ କଣ କହିଲେ ସେ? ଛେଚିବ? ହଁ ସାରେ ହଁ। ଛେଚା ମାନେ କଣ? ଛେଚା ମାନେ ଟାଇମ୍। ମୁଁ ଯେତେବେଳେ ନୂଆ ଷ୍ଟୁଡେଣ୍ଟ ନିଏ ମୁଁ ଟିକେ ପ୍ରଥମେ ଛେଚେ, ଛେଚିଲେ ଜଣା ପଡିଯିବ ଷ୍ଟୁଡେଣ୍ଟର କେତେ କାପାସିଟି ଅଛି, ସେ କେତେ ଦୂର ଯାଇପାରିବ, ଗୀତ ଗାଇ ପାରିବ ନା ନାହିଁ, ନୋଟ ଗୁଡାକ ମନେ ରଖିବ ନା ନାହିଁ, ସେଥିପାଇଁ ମୁଁ ଟିକେ ଛେଚେ। ସାରେ ସାରେ ମତେ ଛେଚିବେ ତ? ଇଏ ଗୋଟେ କଥା, ମତେ ଛେଚ ହେଲେ ମୋର ସେଇ କଳା ଦରକାର। ସାରେ ମତେ ମନ ଇଚ୍ଛା କଳା ଦରକାର, ମତେ ସାରେ କଳା ଦିଅନ୍ତୁ। ସାରେ ମତେ କଳା ନା ଦରକାର। ପ୍ରଥମ ପର୍ଯ୍ୟାୟରେ କଣ ଏମିତି ମନେ ଲେଖା? ପ୍ରଥମେ ତମେ କଳା କିଏ କେତେ ଅଛି, ତମ ଆଗ୍ରହ କଣ, କେମିତି କଣ ଗାଇ ପାରୁଛ ନା ନାହିଁ, ଆଗରୁ କୋଉଠି ଗାଇଛ ନା ନାହିଁ, ସବୁ ଅଛି ଦରକାର। ଆଉ ଆଚ୍ଛା କେମିତି ହବ? ଆଚ୍ଛା ତମେ ଗୀତ ଗାଇଛ କେବେ? ମୁଁ ଗାଇବି ମ। କେବେ ନାହିଁ? ନା ତାହେଲେ ତମକୁ ଏବେ ଛେଚିବାକୁ ପଡିବ, ଟାଇମ୍ ନେବାକୁ ପଡିବ। ମୁଁ କହିବା କଥା, ମୁଁ ଗୋଟେ ଗୀତ ଗାଉଛି, ତମେ ସେଟାକୁ ଟିକେ ଶୁଣ, ଭଲସେ ଶୁଣିବ, ତାପରେ ଟିକେ ଗାଇବା ପାଇଁ ଚେଷ୍ଟା କରିବ, ବୁଝିପାରୁଛି? ଯଦି ଏକ ନିହାତି ଲାଗେ ଅଧରାତିରେ ବାରିଆଡେ ଯାଇ ମୁତିକି ଆସିବ, ଆରେ ନହେଲେ ନହେଲେ ତମେ ସେଜରେ ମୁତିବ। ଯଦି ଏକ ନିହାତି ଲାଗେ ଅଧରାତିରେ, ଯଦି ଏକ ନିହାତି ଲାଗେ ଅଧରାତିରେ ବାରିଆଡେ ଯାଇ ମୁତିକି ଆସିବ, ନହେଲେ ନହେଲେ ତମେ ସେଜରେ ମୁତିବ। ଆରେ ଚିରି ଚିରି ଶବ୍ଦ ହେଉଥିବ, ସବୁ ହବ ଧୀରେ 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 ଥଣ୍ଡା ସେ ଲାଗିବ। ଯଦି ଥଣ୍ଡା ନିହାତି ଲାଗେ ଘଟକୁ ଘରେ, ନିହାତି ଲାଗେ ଘଟକୁ ଘରେ, ତଳେ ତଳେ ଶୋଇଯିବ, ନହେଲେ ତମେ ଶୀତରେ ଥରିବ, ସେଜରେ ମୁତିବ। କଣ କହିଲା ସେ? হবে না। କାହିଁ? ସାରେ ଏଇଟା হবে না। ମୁଁ ସେଜରେ ମୁତେନି କି ମୁଁ ଏଇଟା ଗାଇ। ମୁଁ ଜାଣିଥିଲି ତମକୁ ଟିକେ ବେଶୀ ଛେଚା ହେଇଗଲା, ସେଥିପାଇଁ ତମକୁ ଅଳ୍ପ ଛେଚା ଦରକାର। ମାନେ ମୁଁ କହିବା କଥା, ତମେ ତମ ଭଏସରେ ଗାଅ, ତମ ଚଏସରେ ଗାଅ, ତମକୁ ଯୋଉଟା ଭଲ ଲାଗୁଛି ଗାଅ। ଗାଇ ତ? ହଁ ହେ ମାଇଲାଲୋ ଆଖି ତାର ମାଇଲାଲୋ। ଶଳା ଇଏ କଣ ହେଲା? ହାଁ ମତେ ଲାଗିଲା ସତରେ କିଏ ଘୁମାଇଲା, ମତେ ଲାଗିଲା କି ଛଡା ମଣିଷକି ବନ୍ଧା ହେଇଯାଇଛି, ତାକୁ ଫିଟଉନାହାନ୍ତି। ଆରେ ଗାଇବ ଗୋଟେ ସ୍ୱରରେ ଗାଇବ ନା। ବିଜି ରୋଡରେ ଅଟୋ ଯାଉଥିଲା, ତମକୁ ଦେଖି ଆଖି ମାରିଦେଲା। ବିଚ୍ ରୋଡରେ ଅଟୋ ଯିବିନି ଆଉ କୋଉଠି ଯିବ? ନାଇଁ ତୁ ଗୋଟେ ଜାଣିବା କଥା ନା ନାଇଁ, ଆଉ ବିଚ୍ ରୋଡ ନ ଯାଇକି ଚିକାରେ ପଳେଇଥାନ୍ତା ନା କଣ? ଆରେ ଗୀତ ଗାଇବ ଗୋଟେ ପ୍ୟାସ ଗାଅ, ଗୋଟେ ଅଛି ତାର ସ୍ୱର ଅଛି, ଲୟ ଅଛି, ତାଳ ଅଛି। ମୁଁ ଦେଖିପାରୁଛି ତମ ଭିତରେ କଳା ଅଛି, କିନ୍ତୁ ଜାଗ୍ରତ କରୁନ, ଠିକ ଜାଗାରେ ଲଗଉନ, ସେଥିପାଇଁ ତମେ ଗାଁ ଖେଳ ଗଲେ ବାନା ଆଣିପାରିବନି।
ସେଥିପାଇଁ ମୁଁ ତମକୁ କେମିତି ଗାଇକି ଶିଖୁଛି ସବୁ ଶୁଣ ମାଇଲାଲୋ ଆଉ ଟିକେ ଜାକି ହେଇଯାଉଛି ଆଉ ଟିକେ ଧୀରେ ଧର ମାଇଲାଲୋ 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 କେମିତି ପିଚ୍ ଦେଖି ଯାଉଛି କରିପାରିବ ଶିଖିଗଲ ମାଇଲାଲୋ 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 ରସିକି ରସିକି ମୁଁ ଶଳା ମାରିବା ଆରମ୍ଭ କଲିଣି ସମସ୍ତେ ବସୁଛନ୍ତି ଦେଖୁଛନ୍ତି ମୁଁ ମାରିନି ଗୀତ ମାଷ୍ଟର ମା କାହିଁ ଫାଲତୁ ଭଲ କଥା हे माइलालो 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 ଆଉ ଟିକେ ରହୁଛି ଆଉ ନହେଲେ ଚକି ରଖି ହେଇଥିଲେ ହେଇଯାଇଥିଲା ଗୋଟେ ଥରେ ବୋଧେ ହଁ ହଉ ମତେ ଯାହା ଲାଗୁଛି ତମ କଳା ଦେଖିକି ତମେ ତମେ ଏଇଥର ନିଶ୍ଚୟ ତମ ବାପାଙ୍କର ମୋର ଖାଲି ଏ ଶାସନ ଗାଁରେ ନୁହଁ ପୁରା ପୁରା ଇଣ୍ଡିଆ ବାହାରେ ବିଶ୍ୱରେ ଖାଲି ନାଁକୁ ପକେଇବ ଉଠେଇବ ପକେଇବ ପକେଇବ ଉଠେଇବ ପକେଇବ ପକେଇବ ଉଠେଇବ ଏତେ ମୋ ଝିଅକୁ ଗୀତ ଶିଖେଇବା ପାଇଁ ଏତେ ଆଡେ ମାଷ୍ଟର ଖୋଜିଲି କେହି ଶଳା ମିଳିଲେନି ଆମ ମ୍ୟାନେଜରକୁ କହିଲି କୁଆଡେ ଗୋଟେ ଦେଖ ସିଏ କହିଲା ପାପାଲିର ନମ୍ବରଟା ଦେଲା ଇଏ କହୁଛି ଶଳା ଓଡିଶାରେ ମୁଁ 1 ନମ୍ବର ସିଙ୍ଗର କିନ୍ତୁ କହିଲି ମୋ ଝିଅକୁ ଟିକେ ଶିଖା ସିଏ କହୁଛି ନା ମୁଁ ପୁଅ ପିଲାକୁ ଖାଲି ଶିଖେଇବି ଏ ଶଳା କମଲ ଅଛି ଯେ ଯେତେବେଳେ ଆସୁଛି ଖାଲି ମୋ ଝିଅ ପଛରେ ନାଳଉଛି ଏକା ମୁଁ ଶିଖେଇବି 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 ପୁରା ତୋ ଦ୍ୱାରା ହଉଛି ତୁ ତ ଶଳା ଯେତେବେଳେ ଦେଖିଲି ଷ୍ଟେଜରେ ଖାଲି ହଲୁଛୁ ନା ଆ ହାତରେ ହବନି ମୁଁ ତାପରେ ବୁଝିବାକୁ ପଡିବ ହେଲେ ଆମ ସୁମି ଭାଇ କହିଥିଲେ କୁଆଡେ ଗୋଟେ ଆସିଛି ସେ ଶିବାନୀରେ କିଏ ଗୋଟେ ଆଇଛି ସିଏ ଭଲ ଗୀତ ଜାଣିଛି ଦେଖିବା ସିଏ ଯଦି ଆସିଛି ଭଲ କଥା ନହେଲେ ମୁଁ ମଝିରେ କଣ କଣ ଏଇଠି ହଉଛି ସାଉଣ୍ଡ ଆମ ଘରୁ ଦେଖିବା ମୁଁ ମୋ ଝିଅକୁ ଶିଖେଇବି ଆଉ ହେଲେ କଣ ଶିଖେଇବି ହଁ ମଙ୍ଗଳାକୁ ଆରମ୍ଭ କରିବି আমি যে